ସବୁବେଳେ କନफ्ୟୁଜन ହେଉଛି ମୁଁ ଯେତେବେଳେ ଇଂରାଜୀ କହୁଛି ଯେମିତି ମୁଁ ବାଇକ୍ରେ ଅଫିସ୍ ଯାଏ ମୁଁ ଅଫିସ୍ ଯାଏ ଆଇ ଗୋ ଟୁ ଅଫିସ୍ ବାଏ ବାଇକ୍ ହେବ ନା ୱିଥ୍ ବାଇକ୍ ହେବ ନା ଅନ୍ ବାଇକ୍ ହେବ ନା ଓଭର ବାଇକ୍ କ'ଣ ହେବ ମୁଁ ବି କନଫ୍ୟୁଜ୍ ଫ୍ରେଣ୍ଡସ୍ ସେପରି ମୁଁ ଯେତେବେଳେ କହୁଛି ଆଇ ଗୋ ଟୁ ଅଫିସ୍ ବାଏ ବସ୍ ହେବ ନା ଇନ୍ ବସ୍ ହେବ ନା ଅନ୍ ବସ୍ ହେବ ନା ୱିଥ୍ ବସ୍ ହେବ କ'ଣ ହେବ ଆପଣ ଜାଣିଛନ୍ତି କି ସାର୍ଙ୍କୁ କନେକ୍ଟ କରିବା ସାର୍ ଟିକେ ଆସନ୍ତୁ ଭାରି ଲାଇନ୍ କି ହଁ ସାର୍ ଆସିଗଲେ ସାର୍ ତୁଷାର ସାର୍ କନେକ୍ଟେଡ୍ ୟେସ୍ ତୁଷାର ସାର୍ ଆପଣ ଯେତେବେଳେ କହୁଛନ୍ତି ମୁଁ ଅଫିସ୍କି ଯାଏ ବସ୍ରେ ଆଇ ଗୋ ଟୁ ଦ ଅଫିସ୍ ବାଏ ବସ୍ ହେବ ନା ଅନ୍ ବସ୍ ହେବ ନା ଇନ୍ ବସ୍ ହେବ ହଁ ଶୁଣିଲେନି ଦେଖନ୍ତୁ ତୁଷାର ସାର୍ କହୁଛନ୍ତି କି ଆପଣ ଯେତେବେଳେ କହୁଛନ୍ତି ମୁଁ ଅଫିସ୍କି ଯାଏ ବସ୍ରେ ବାଏଟା ଆପଣ ସବୁ ଜାଗାରେ ଲଗେଇ ପାରିବେ ତାମାନେ ଆପଣ ଯେତେବେଳେ କହୁଛନ୍ତି ଆଇ ଗୋ ଟୁ ଦ ଅଫିସ୍ ବାଏ ବାଇକ୍ କିଛି ହେବ ଅସୁବିଧା ନାହିଁ ଆଇ ଗୋ ଟୁ ଦ ଅଫିସ୍ ବାଏ ବସ୍ ହେବ ମୁଁ କାର୍ରେ ଯାଏ ଆଇ ଗୋ ଟୁ ଦ ଅଫିସ୍ ବାଏ କାର୍ ଆବସଲ୍ୟୁଟଲି କ୍ଲିୟର କିନ୍ତୁ ଆପଣ ଯେତେବେଳେ ଅନ୍ କିମ୍ବା ଇନ୍ ବସଉଛନ୍ତି ସେଇଠି ଅସୁବିଧା ହେଇଯିବ ତାମାନେ ଯେତେବେଳେ ଆପଣ ଗୋଟେ ଯାନରେ ଯାଉଛନ୍ତି ଏବଂ ସେଠି ଚଲାବୁଲା କରିବାକୁ ଟିକେ ଜାଗା ଅଛି ବସ୍ରେ କ'ଣ ଚାଲି ଚାଲି ଯାଉଛନ୍ତି ତ ସେ ଜାଗାରେ ଆପଣ ଅନ୍ ବସ୍ କରିବେ ଆଇ ଗୋ ଟୁ ଦ ଅଫିସ୍ ଅନ୍ ବସ୍ କିନ୍ତୁ ଆପଣ ଯେତେବେଳେ କାର୍ କହୁଛନ୍ତି କାର୍ରେ କ'ଣ ସେଠି ଚାଲାବୁଲା କରିବାକୁ ଜାଗା ଅଛି କି ନାହିଁ ଖାଲି ବସିବା ଜାଗା ନା ଆଉ ସେଠି ଇନ୍ କାର୍ ହେବ ଯେତେବେଳେ ବାଇକ୍ରେ ଯାଉଛନ୍ତି ସେଠି ଅନ୍ ବାଇକ୍ ହେବ କାହିଁକିନା ବାଇକ୍ ଉପରେ ଆପଣ ବସିକି ଯାଉଛନ୍ତି ସେଇ ଯୋଗୁଁ ଆଇ ଗୋ ଟୁ ଦ ଅଫିସ୍ ଅନ୍ ବାଇକ୍ କହିପାରିବେ ନହେଲେ ବାଏ ବାଇକ୍ କହିପାରିବେ ସାଇକେଲ ହେଲେ କ'ଣ ହେବ ଆଇ ଗୋ ଟୁ ଦ ଅଫିସ୍ bicycle or else on cycle. କିନ୍ତୁ ମୁଁ ଯଦି କହୁଛି ମୁଁ ଚାଲି ଚାଲି ଅଫିସ୍ ଯାଏ ତା ଇଂଲିଶଟା କ'ଣ ହେବ ବାଇ ୱାକିଂ ଅନ୍ ଫୁଟ୍ କହିବେ ମୁଁ ଚାଲି ଚାଲି ଅଫିସ୍ ଯାଏ ନା ଆଇ ଗୋ ଟୁ ଦ ଅଫିସ୍ ଅନ୍ ଫୁଟ୍ ସେହିପରି ମୁଁ ଯଦି କହିଲି ମୁଁ ଅଫିସ୍ ଯାଏ ଅଟୋରେ ଅନ୍ ଅଟୋ ହେବ ନା ଇନ୍ ଅଟୋ ହେବ ନା କ'ଣ ହେବ ବାଏ ଅଟୋ କହିପାରିବି ବାଏର କିଛି ପ୍ରୋବ୍ଲେମ୍ ବାଏ ସବୁ ଜାଗାରେ ବସିପାରିବ ବଟ୍ ପ୍ରୋବ୍ଲେମ୍ ହେଉଛି ଅନ୍ ଇନ୍ ଆଉ ଗୋଟେ ୱିଥ୍ କହିଥିଲେ ୱିଥ୍ ବସିବନି ୱିଥ୍ ମାନେ ସାଙ୍ଗରେ ତାମାନେ ବାଇକ୍ ବି ଯାଉଛି ମୁଁ ବି ଯାଉଛି ନାଇଁ ସେମିତି ହେବନି ଆପଣ ବାଏ ବସାଇ ପାରିବେ ନହେଲେ ଅନ୍ ବସାଇ ପାରିବେ ଇନ୍ ବସାଇ ପାରିବେ ବାଏ ସବୁ ଜାଗାରେ ବସିପାରିବ ବଟ୍ ପ୍ରୋବ୍ଲେମ୍ ହାପେନ୍ସ ୱିଥ୍ ଅନ୍ ଆଣ୍ଡ ଇନ୍ ତେଣୁକରି ଆପଣ ଅଟୋ ଯେତେବେଳେ କହୁଛନ୍ତି ଏତେ ପାଠ ବୁଝେଇଲେ ଆପଣ ଟିକେ ମୁଣ୍ଡ ଖର୍ଚ୍ଚ କରନ୍ତୁ ଆଇ ଗୋ ଟୁ ଦ ଅଫିସ୍ ଅନ୍ ଅଟୋ ନା ଇନ୍ ଅଟୋ ପୁଟ୍ ଦ କମେଣ୍ଟସ୍ ଇଂଲିଶ ମାନେ ଫଲୋ କରନ୍ତୁ ଇଂରାଜୀ ଶିଖନ୍ତୁ।